ନଳକୂପ ପାଣି ନାଲିଆ ଚୁଆ ପାଣି ଛାଣି ମେଣ୍ଟୁଛି ଶୋଷ। ସରକାର ପରେ ସରକାର ଆସୁଛି, ପାନୀୟ ଜଳ ପାଇଁ ବିଭିନ୍ନ ଜଳ ପ୍ରକଳ୍ପର ଯୋଜନା କରାଯାଉଛି, କିନ୍ତୁ ବିଶୁଦ୍ଧ ପାଣି ଏଯାଏ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ସୁକିନ୍ଦା ଆଦିବାସୀ ଅଧ୍ୟୁଷିତ ଖଣି ଖାଦାନ ବଣ ପାହାଡ଼ ଅଞ୍ଚଳର ବିଶୁଦ୍ଧ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଘୋର ସଙ୍କଟ ଦେଖାଯାଉଛି। ସରକାରଙ୍କର ପାନୀୟ ଜଳ ଯୋଜନା ଫଳପ୍ରଦ ବା ସଫଳ ରୂପାୟନ ହୋଇପାରୁନାହିଁ। ପାଣି ପାଇଁ ଲୋକେ ମାଇଲ ମାଇଲ ଚାଲୁଛନ୍ତି, ତ ଆଉ କେଉଁଠି ପାଣି ପାଇଁ ଲାଗୁଛି ଲମ୍ବା ଲାଇନ। ଯାଜପୁର ସୁକିନ୍ଦା ପୁରୁଣା ପାଣି ଗ୍ରାମର ଦେଖନ୍ତୁ ଏ ଚିତ୍ର। ଟାଇଁ ଟାଇଁ ଖରା, ଅସହାୟ ଗୁଳୁଗୁଳି, ଏତିକି ବେଳେ ପାଣି ସମସ୍ୟା ଭୋଗୁଛନ୍ତି ଲୋକେ। ଭୋଟ ଦେଲୁ ପାଣି ପାଇଁ ଡହଳ ବିକଳ ହେଲୁ, ବିଭିନ୍ନ ରୋଗରେ ପଡ଼ିଲୁ, ହେ ସରକାର ଆମ ଦୁଃଖ ବୁଝ, ବଞ୍ଚିବା ପାଇଁ ଭଲ ପାଣି ଯୋଗାଇ ଦିଅ। ପୁରୁଣା ପାଣି ଗାଁରେ ପାଣିର ଅଭାବ, ପାଣି ପାଇଁ ହାହାକାର, କେବେ ବୁଝିବ ଆମ ଦୁଃଖ? ଏମିତି ଖବର ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ ପଞ୍ଚାୟତ ପୁରୁଣା ପାଣି ଗାଁର ପ୍ରଧାନ ସାହିର ଦୁଃଖ। ପ୍ରଧାନ ସାହିରେ ପାଣିର ଅଭାବ ଦେଖିବାକୁ ମିଳିଛି। ଏ ସାହିରେ ପାଖାପାଖି 20ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ପାଣି ପାଇଁ କୂଅ ଟ୍ୟୁବଲ ଉପରେ ଭରସା କରି ଚଳନ୍ତି। ଖରାଦିନେ କୂଅ ପାଣି ଶୁଖିଯାଏ, ଟ୍ୟୁବଲରୁ ଗୋଳିଆ ପାଣି, କେତେବେଳେ ନାଲି ପାଣି ବାହାରେ। ପାଣି ପାଇଁ ସରକାର ତରଫରୁ ପାଇପ୍ ବିଛା ଯାଇଛି, ଟ୍ୟାପ ଲଗାଯାଇଛି, କିନ୍ତୁ 2 ବର୍ଷ ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣି ଠୁପେ ଆସିଲା ନାହିଁ। ଗ୍ରାମବାସୀ ମାନେ ଗାଁଠୁ ବହୁ ଦୂରରେ ଥିବା ନାଳ ନିକଟରେ ଏକ ଚୁଆ ଖୋଳି ସଂଗ୍ରହ କରନ୍ତି ପାଣି। ଚୁଆ ପାଣି ବି ପିଇବା ପାଇଁ ଯୋଗ୍ୟ ନୁହେଁ। ପାଣିକୁ ଏକ କପଡ଼ା ସାହାଯ୍ୟରେ ଛାଣିବାକୁ ପଡ଼ିଥାଏ। ପାଣି ଉପରେ ନିର୍ଭର କରିଥାନ୍ତି, ଆଉ ଚାଲି ଚାଲି ଗରା ବାଲ୍ଟିରେ ମୁଣ୍ଡେଇ ଚୁଆରୁ ପାଣି ଆଣିଥାନ୍ତି। ପାଣିକୁ ବ୍ୟବହାର କଲେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି। ପାଣି ପାଇଁ କେତେ କ'ଣ ପ୍ରକଳ୍ପ ହେଉଛି, ହେଲେ ଯୋଜନା ସବୁ ଫେଲ ମାରିଛି। ଏନେଇ ସ୍ଥାନୀୟ ଜଳପ୍ରତିନିଧି, ମନ୍ତ୍ରୀ ତଥା ବିଧାୟକଙ୍କୁ ବାରମ୍ବାର ଜଣାଇଲେ ବି ତାହାର କିଛି ସୁଫଳ ମିଳୁନାହିଁ। ଗ୍ରାମବାସୀ ମାନେ ସରକାରଙ୍କୁ ନିବେଦନ କରିଛନ୍ତି ଖୁବ୍ ଶୀଘ୍ର ପାଣି ସମସ୍ୟାର ସମାଧାନ କରିବା ପାଇଁ। ତେବେ ଦେଖାଯାଉ ସରକାରଙ୍କର କେବେ ନିଦ ଭାଙ୍ଗୁଛି, ଆଉ ପୁରୁଣା ପାଣି ଗ୍ରାମ ପ୍ରଧାନ ସାହିର ପାଣି ସମସ୍ୟାର କେବେ ସମାଧାନ ହେଉଛି, ଦେଖିବାକୁ ଅପେକ୍ଷା। ଯାଜପୁରରୁ ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।